ଆଚ୍ଛା, ତୁଳନା ତୁଳନା କହିଲେ କଣ ବୁଝୁଛ? ଦେଖିବ, ଶିକ୍ଷକଟିଏ ହୁଅନ୍ତୁ, ଶିକ୍ଷୟତ୍ରୀ ହୁଅନ୍ତୁ, ବାପା ମା ହୁଅନ୍ତୁ, ଜ୍ଞାତି କୁଟୁମ୍ବ ଯିଏ ବି ହୁଅନ୍ତୁ, ଯେତେବେଳେ ନିଜର ପିଲାଟାକୁ ସ୍କୁଲ କଲେଜ ଯେକୌଣସି ଜାଗାରେ ଛାଡିଥାନ୍ତୁ କିମ୍ବା ସାହି ପଡିଶା ଯେଉଁଠି ବି ହଉ, ଗୋଟେ ତୁଳନା କରନ୍ତି ସେମାନେ। ଭାଇ ବନ୍ଧୁ କୁଟୁମ୍ବ, ଜ୍ଞାତି କୁଟୁମ୍ବ, ବାହାର ସାହି ପଡିଶା ତୁଳନା ଜାଣିଛୁ, ତା ପୁଅ ଠାରୁ ତା ପୁଅଟା ବହୁତ ଭଲ। ଏଠି ଗୋଟେ ତୁଳନା କରିଦେଲେ ସେମାନେ, ଯେ ଇଏ ଟିକେ ଖରାପ, ସେ ଟିକେ ଭଲ। ବୁଝିପାରୁଛ ନା ବୁଝିପାରୁନାହ? ବୁଝିପାରୁଛ? ତୁଳନାତ୍ମକ ସାହିତ୍ୟକୁ ଇଂରାଜୀରେ କମ୍ପାରେଟିଭ ଲିଟରେଚର କୁହାଯାଏ। କଣ କୁହାଯାଏ? କଣ କୁହାଯାଏ? କମ୍ପାରେଟିଭ ଲିଟରେଚର କୁହାଯାଏ। ଏଇ ଯୋଉ ତୁଳନାତ୍ମକ ସାହିତ୍ୟକୁ ପ୍ରଥମେ ଇଂରାଜୀ କବି ମଧ୍ୟ ତାଙ୍କୁ ସମାଲୋଚକ ମଧ୍ୟ କୁହାଯାଏ, ମାଥ୍ୟୁ ଆର୍ନଲ୍ଡ। କିଏ? ମାଥ୍ୟୁ ଆର୍ନଲ୍ଡ। ସେ ଜଣେ ଇଂରାଜୀ କବି ସହିତ ସମାଲୋଚକ ମଧ୍ୟ। ଦୁଇଟା ଯାଙ୍କର ଗନ୍ତାଘରକୁ ନିଜ ପାଖରେ ସେ ସାଇତି ରଖିଛନ୍ତି। କିଏ? ନା ମାଥ୍ୟୁ ଆର୍ନଲ୍ଡ। ପ୍ରଥମେ ତୁଳନାତ୍ମକ ସାହିତ୍ୟ ବା କମ୍ପାରେଟିଭ ଲିଟରେଚର ନାମକ ଶବ୍ଦଟିକୁ ବ୍ୟବହାର କରିଥିଲେ। ମନେ ରହିଲା ନା ମନେ ରହିଲା ନାହିଁ? ମନେ ରହିଲା? ମନେ ରହିଲା ନା ମନେ ରହିଲା ନାହିଁ? ତୁଳନାତ୍ମକ ସାହିତ୍ୟକୁ ଇଂରାଜୀରେ କମ୍ପାରେଟିଭ ଲିଟରେଚର ବୋଲି କୁହାଯାଏ। ଏଇ ତୁଳନାତ୍ମକ ସାହିତ୍ୟକୁ ଇଂରାଜୀ କବି ଏବଂ ଜଣେ ସମାଲୋଚକ ମଧ୍ୟ, କିଏ? ନା ମାଥ୍ୟୁ ଆର୍ନଲ୍ଡ, ସର୍ବପ୍ରଥମେ ଏଇ ଶବ୍ଦକୁ ବ୍ୟବହାର କରିଥିଲେ। ମନେ ରହିଲା ନା ମନେ ରହିଲା ନାହିଁ? ମନେ ରହିଲା? ପୁଣି କହୁଛନ୍ତି, ରବୀନ୍ଦ୍ରନାଥ ଠାକୁର 1907 ମସିହାରେ ବିଶ୍ୱର ବିଭିନ୍ନ ସାହିତ୍ୟ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନ ଉପରେ ଗୁରୁତ୍ୱ ଆରୋପ କଲେ। ସିଏ ତ ଗଲେ ଇଂରାଜୀ କବି ଆଉ ଜଣେ ସମାଲୋଚକ। ମାଥ୍ୟୁ ଆର୍ନଲ୍ଡ, ସେ ଜଣେ ବାହାର ଦେଶର କବି। ଆମ ଓଡିଶାର ରବୀନ୍ଦ୍ରନାଥ ଠାକୁର, ଯିଏକି ପ୍ରଥମେ କଣ କରିଥିଲେ ନା କମ୍ପାରେଟିଭ ଲିଟରେଚର ବା ତୁଳନାତ୍ମକ ସାହିତ୍ୟ ନାମକ ଶବ୍ଦ ଉପରେ ଗୁରୁତ୍ୱ ଆରୋପ କରିଥିଲେ, ବିଶେଷ ଦୃଷ୍ଟିକୋଣ ନିକ୍ଷେପ କରିଥିଲେ। ପୁଣି କହୁଛନ୍ତି, ଗୋଟିଏ ଭାଷାର ସାହିତ୍ୟକୁ ଅନ୍ୟ ଭାଷାର ସାହିତ୍ୟ ସହିତ ତୁଳନା କରିବାକୁ ତୁଳନାତ୍ମକ ସାହିତ୍ୟ କୁହାଯାଏ। ଆଚ୍ଛା, ପାଇଗଲ? ତୁଳନାତ୍ମକ ସାହିତ୍ୟ କାହାକୁ କୁହାଯାଏ? ପାଇଗଲ? ପାଇଲ ନା ପାଇଲନି? ଆଜ୍ଞା ମ୍ୟାଡାମ, ପାଇଲୁ। ଗୋଟିଏ ଭାଷାର ସାହିତ୍ୟକୁ ଅନ୍ୟ ଏକ ଭାଷାର ସାହିତ୍ୟ ସହିତ ତୁଳନା କରିବାକୁ ତୁଳନାତ୍ମକ ସାହିତ୍ୟ କୁହାଯାଏ। ଏହାର ଇଂରାଜୀ ନାମ ହେଉଛି କମ୍ପାରେଟିଭ ଲିଟରେଚର, ଯାହାକୁ ସର୍ବପ୍ରଥମେ ଜଣେ ଇଂରେଜ କବି ଏବଂ ତାଙ୍କୁ ମଧ୍ୟ ସମାଲୋଚକ ମଧ୍ୟ କୁହାଯାଏ। କିଏ? ନା ମାଥ୍ୟୁ ଆର୍ନଲ୍ଡ ସର୍ବପ୍ରଥମେ ଏହି କମ୍ପାରେଟିଭ ଲିଟରେଚର ବା ତୁଳନାତ୍ମକ ଶବ୍ଦଟିକୁ ପ୍ରୟୋଗ କରିଥିଲେ। ତତ୍ସହିତ ରବୀନ୍ଦ୍ରନାଥ ଠାକୁର, ଯିଏକି କଣ କରିଥିଲେ ନା ଏଇ କମ୍ପାରେଟିଭ ଲିଟରେଚର ବା ତୁଳନାତ୍ମକ ସାହିତ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବୁଝିପାରିଲ? ପୁଣି ଆଉ ଗୋଟେ ପ୍ରଶ୍ନ ଆସିବ, ଯେତେବେଳେ ଆମେ ମାନେ ତୁଳନାତ୍ମକ ସାହିତ୍ୟ ପଢିବା, କେଉଁ ବିଷୟରେ ଜ୍ଞାନ ଅର୍ଜନ କରିବା ପାଇଁ ତୁଳନାତ୍ମକ ସାହିତ୍ୟକୁ ପଢିବା? କେଉଁ ବିଷୟ ତାହେଲେ ସେଠି ହବ ନା ତୁଳନାତ୍ମକ ସାହିତ୍ୟ ଅଧ୍ୟୟନ ପାଇଁ କଳା, ଧର୍ମ, ଦର୍ଶନ, ମନୋବିଜ୍ଞାନ, ଇତିହାସ ଓ ସମାଜ ବିଜ୍ଞାନ ବିଷୟରେ ଜ୍ଞାନ ଅର୍ଜନ କରିବାକୁ ପଡିବ। ତାହେଲେ ଚିନ୍ତା କର, ତୁଳନାତ୍ମକ ସାହିତ୍ୟର ପରିସରଟା ବ୍ୟାପକ। କଳାକୁ ନବ, ବିଜ୍ଞାନକୁ ନବ, ତମାନଙ୍କର ଧର୍ମ ଦର୍ଶନକୁ ନବ, ମନୋବିଜ୍ଞାନକୁ ନବ, ଇତିହାସକୁ ନବ, ସମାଜ ବିଜ୍ଞାନକୁ ନବ। ଏସବୁକୁ ନେଇ ସାରିବା ପରେ ତୁଳନାତ୍ମକ ସାହିତ୍ୟର ପୟମ ଆରମ୍ଭ ଘଟିବ ବା ଆରମ୍ଭ ହେବ। ବୁଝିପାରିଲ? ତୁଳନାତ୍ମକ ସାହିତ୍ୟ ସମ୍ପର୍କରେ ବୁଝିପାରିଲ? ଆଉ ଥରେ ଇଣ୍ଟ୍ରୋଡକ୍ସନ ଟା ଭଲ ଭାବରେ କହୁଛି ଶୁଣ।
ଗୋଟିଏ ଭାଷାର ସାହିତ୍ୟକୁ ଅନ୍ୟ ଏକ ଭାଷାର ସାହିତ୍ୟ ସହିତ ତୁଳନା କରିବାକୁ ତୁଳନାତ୍ମକ ସାହିତ୍ୟ କୁହାଯାଏ। এই ତୁଳନାତ୍ମକ ସାହିତ୍ୟର ଇଂରାଜୀ ଶବ୍ଦ ହେଉଛି କମ୍ପାରାଟିଭ ଲିଟରେଚର, ଯାହାକୁ ସର୍ବପ୍ରଥମେ ଜଣେ ଇଂରାଜୀ କବି ଏବଂ ଜଣେ ସମାଲୋଚକ ମଧ୍ୟ ସିଏ ନା କିଏ ମାଥ୍ୟୁ ଆର୍ନଲ୍ଡ ସର୍ବପ୍ରଥମେ এই ତୁଳନାତ୍ମକ ସାହିତ୍ୟ ବା କମ୍ପାରାଟିଭ ଲିଟରେଚର ନାମକ ଶବ୍ଦଟିକୁ ବ୍ୟବହାର କରିଥିଲେ। ତ ସହିତ ରବୀନ୍ଦ୍ରନାଥ ଠାକୁର ଯିଏକି ତୁଳନାତ୍ମକ ସାହିତ୍ୟ ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ କେବେ ନା 1907 ମସିହାରେ। এই ତୁଳନାତ୍ମକ ସାହିତ୍ୟକୁ ଅଧ୍ୟୟନ କରିବା ପାଇଁ ହେଲେ କଳା, ଧର୍ମ ଦର୍ଶନ, ମନୋବିଜ୍ଞାନ, ସାମାଜିକ ବିଜ୍ଞାନ ଇତ୍ୟାଦିକୁ ଅଧ୍ୟୟନ କରିବାକୁ ପଡିଥାଏ। ଆଚ୍ଛା, ଇଣ୍ଟ୍ରୋଡକ୍ସନ ଟା ବୁଝିପାରିଲ ସମସ୍ତେ ତୁଳନାତ୍ମକ ସାହିତ୍ୟ ସମ୍ପର୍କରେ? ବୁଝିପାରିଲ? ପଚାରୁଛି କିଛି ମତେ କୁହ, ବୁଝିପାରିଛ ନା ବୁଝିପାରିଲ ନାହିଁ? ଆଜ୍ଞା ମ୍ୟାଡ଼ାମ ବୁଝିଗଲା। ଇଣ୍ଟ୍ରୋଡକ୍ସନ ବୁଝିଗଲା? ଆରାମସେ ଭିଡିଓଟାକୁ ଶୁଣିକି ଇଣ୍ଟ୍ରୋଡକ୍ସନ ଟା ଲେଖିପାରିବ, ୟା ଦେହରେ ତିଳେ ମାତ୍ର ସନ୍ଦେହ ନାହିଁ, ନୁହେଁ କି? ତାପରେ ଯିବା ଟିକେ ସଂଜ୍ଞା ପାଖକୁ ଯିବା। ସଂଜ୍ଞାରେ କଣ କୁହାଯାଇଛି? ସେ କହୁଛନ୍ତି ଆଲୋଚକ କ୍ରୋଚେ, କିଏ? କ୍ରୋଚେ ତୁଳନାତ୍ମକ ସାହିତ୍ୟ ସମ୍ପର୍କରେ କହିଛନ୍ତି ତୁଳନାତ୍ମକ ସାହିତ୍ୟ ଏକ ସ୍ୱତନ୍ତ୍ର ବିଦ୍ୟାନୁଶାସନ ନୁହେଁ। କଣ କହିଲେ? କ୍ରୋଚେ କହୁଛନ୍ତି ତୁଳନାତ୍ମକ ସାହିତ୍ୟ ଯେ ଗୋଟେ ସ୍ୱତନ୍ତ୍ର ବିଦ୍ୟା ବା ସ୍ୱତନ୍ତ୍ର ସ୍ଥାନକୁ ସେ ଅଳଙ୍କୃତ କରିଛି, ସ୍ୱତନ୍ତ୍ରତାକୁ ନେଇକି ସେ ଚାଲିଛି, ତା ନୁହଁ। ସ୍ୱତନ୍ତ୍ର ଭାବରେ ତାକୁ ଜଣେ ପଢିବ, ତା ନୁହଁ। ତାହେଲେ କଣ ଏହା ନା ଯେ କୌଣସି ସାହିତ୍ୟ ଅଧ୍ୟୟନ କଲା ବେଳେ ତୁଳନା ସ୍ୱତଃ ଏକ ଆବଶ୍ୟକୀୟ ଅଙ୍ଗ ହୋଇଥାଏ। କହିଲେ ତୁଳନାତ୍ମକ ସାହିତ୍ୟକୁ ଆମେ ଯେ ଗୋଟେ ଅଲଗା ପାର୍ଟ କରିଦବା, ଅଲଗା ଭାବରେ ତାକୁ ଲେଖିବା, ତା ନୁହଁ। ଯେ କୌଣସି ଭାଷା ସାହିତ୍ୟ ପଢ, ଯେ କୌଣସି କ୍ଷେତ୍ରରେ ତମେ ମାନେ ଅଧ୍ୟୟନ କର, ସବୁ କ୍ଷେତ୍ରରେ ଗୋଟେ ଗୋଟେ ପାର୍ଟ ବା ଗୋଟେ ଗୋଟେ ଅଙ୍ଗ ଭାବରେ ତୁଳନାତ୍ମକ ସାହିତ୍ୟ କାର୍ଯ୍ୟ କରିଥାଏ। ଏକଥା କିଏ କହୁଛନ୍ତି? କ୍ରୋଚେ କହୁଛନ୍ତି। କିଏ କହୁଛନ୍ତି? କିଏ କହୁଛନ୍ତି ଏ କଥା? କ୍ରୋଚେ କହୁଛନ୍ତି। ଆଚ୍ଛା, 13 ଜଣ ପିଲା ଅଛ, ମୁଁ ପଚାରୁଛି ତମମାନଙ୍କ ପାଟିରୁ ବଚନ ବାହାରୁନି, କହିବାକୁ କଣ କୁଣ୍ଠାବୋଧ ହଉଛ ନା କଣ? ତମେ ମାନେ କହିଲେ ତମ ମାନଙ୍କର ମନେ ରହିବ, ମୋର କଣ ହେଇଯିବ କି? ନେକ୍ସଟ ଶୁଣ, କହିଲେ ତୁଳନାତ୍ମକ ସାହିତ୍ୟ ସମ୍ପର୍କରେ ଜାଣିଲ, ତା ଭିତରେ କେଉଁ ପ୍ରକାରର ବିଷୟବସ୍ତୁ ରହିବା ଆବଶ୍ୟକ? କଳା ରହିବ, ଧର୍ମ ଦର୍ଶନ ରହିବ, ମନୋବିଜ୍ଞାନ ରହିବ, ସାମାଜିକ ବିଜ୍ଞାନ ରହିବ, ଏସବୁ ରହିବ। ଏକଥା ଜାଣିଲ, ତୁଳନାତ୍ମକ ସାହିତ୍ୟଟା କାହାର ଅଭ୍ୟୁଦୟ ମାତ୍ର? ତୁଳନାତ୍ମକ ସାହିତ୍ୟର ଅୟମାରମ୍ଭ ବା କାହାକୁ ନେଇକି ତୁଳନାତ୍ମକ ସାହିତ୍ୟଟା ଗଢି ଉଠିଛି? ତୁଳନାତ୍ମକ ସାହିତ୍ୟ ହେଉଛି ଜ୍ଞାନ ଦିଗ୍ବଳୟର ବିସ୍ତାର ଓ ପାରସ୍ପରିକ ସଦ୍ଭାବର ଅଭ୍ୟୁଦୟ ମାତ୍ର। ପାରସ୍ପରିକ ସଦ୍ଭାବ, ପରସ୍ପର ଭିତରେ ନିବିଡ଼ ସମ୍ପର୍କକୁ ସେ ସ୍ଥାପନ କରିଥାଏ। କିଏ? ନା ତୁଳନାତ୍ମକ ସାହିତ୍ୟ। ପୁଣି କହୁଛନ୍ତି ରମାକାନ୍ତଙ୍କ ମତରେ ତୁଳନାତ୍ମକ ସାହିତ୍ୟ ସଂଶ୍ଳେଷିକ ମାନସିକ ଦୃଷ୍ଟି। କଣ କହିଲେ? କ୍ରୋଚେ କହିଲେ ଗୋଟେ ଅଲଗା କଥା। କ୍ରୋଚେ କହୁଛନ୍ତି ତୁଳନାତ୍ମକ ସାହିତ୍ୟ ପ୍ରକୃତରେ ଏକ ବିଦ୍ୟାନୁଶାସନ ନୁହଁ। ଆମେ ଜଣକୁ ଶାସନ କରିକି ତୁଳନାତ୍ମକ ସାହିତ୍ୟ ସମ୍ପର୍କରେ ପଢେଇବା ନାହିଁ। ଯେ କୌଣସି ଭାଷା ସାହିତ୍ୟ ପଢ, ସବୁ କ୍ଷେତ୍ରରେ ତୁଳନାତ୍ମକ ସାହିତ୍ୟ ଗୋଟେ ଅଙ୍ଗ ଭାବରେ ରହିଥାଏ। ତୁଳନାତ୍ମକ ସାହିତ୍ୟ ଗୋଟେ ଅଙ୍ଗ ଭାବରେ ରହିଥାଏ। କିନ୍ତୁ ରମାକାନ୍ତ କଣ କହିଲେ? ନା ରମାକାନ୍ତ କହୁଛନ୍ତି ତୁଳନାତ୍ମକ ଏକ ସଂଶ୍ଳେଷିତ ମାନସିକ ସୃଷ୍ଟି। ମନ ମସ୍ତିଷ୍କରୁ ତୁଳନାତ୍ମକ ସାହିତ୍ୟର ଉତ୍ଥାନ ଘଟିଛି। କିଏ କହୁଛନ୍ତି? ରମାକାନ୍ତ କହୁଛନ୍ତି। ଏହା ଦ୍ୱାରା ଭୌଗୋଳିକ ଓ ଜାତୀୟ ସ୍ତର ଉପରେ ସାହିତ୍ୟର ଅନୁସନ୍ଧାନ ବିଶ୍ଳେଷଣ କରିହୁଏ। କହିଲେ ମାନସିକ ସୃଷ୍ଟି ଯେହେତୁ ତୁଳନାତ୍ମକ ସାହିତ୍ୟ, ତ ତେଣୁ କରି ଭୌଗୋଳିକ ହଉ, ଜାତୀୟତାବାଦୀ କ୍ଷେତ୍ରରେ ହଉ, ଗୋଟେ ସାହିତ୍ୟ ନିଜସ୍ୱର ପିଢିକୁ ସେ ତିଆରି କରିଥାଏ। ନିଜେ ଆଗକୁ ବଢିବାର କ୍ଷମତା ମଧ୍ୟ ରଖିଥାଏ। କିଏ? ନା ତୁଳନାତ୍ମକ ସାହିତ୍ୟ।
ବୁଝିପାରିଲ ନା ବୁଝିପାରିଲ ନାହିଁ? ରମାକାନ୍ତ କଥାଟାକୁ ବୁଝିପାରିଲ? କ୍ରୋଚେ ଗୋଟେ ମନ୍ତବ୍ୟ ଦେଲେ, ରୋମାକଙ୍ଗ ଗୋଟେ ମନ୍ତବ୍ୟ ଦେଲେ। ପୁଣି ଆସୁଛି ଗୋଟିଏ ଭାଷାର ସାହିତ୍ୟକୁ ଅନ୍ୟ ଭାଷାର ସାହିତ୍ୟ ସହିତ ତୁଳନା କରିଦେଲେ କଣ କହିବା? ବେଳୁରୁ କହିକି ଗଲି, ଗୋଟିଏ ଭାଷାର ସାହିତ୍ୟକୁ ଯଦି ଆମେ ଆଉ ଗୋଟେ ଭାଷାର ସାହିତ୍ୟ ସହିତ ତାକୁ ନେଇକି ସଂଯୋଗ କରୁଛନ୍ତି ବା ତାକୁ ତୁଳନା କରୁଛନ୍ତି, ତାକୁ ଆମେ ତୁଳନାତ୍ମକ ସାହିତ୍ୟ କହିବା। ପୁଣି କଣ କହୁଛନ୍ତି, ଏଇ ଯୋଉ ତୁଳନାତ୍ମକ ସାହିତ୍ୟଟା ଆସିଲା, ଗୋଟେ ଭାଷ୍ଟ କ୍ୱେଶ୍ଚନ ଏଟା ପଚାରିଦବ। ପ୍ରକୃତରେ ଓଡ଼ିଆ ସାହିତ୍ୟ ଜଗତରେ ତୁଳନାତ୍ମକ ସାହିତ୍ୟ, ଯୋଉ ତୁଳନାତ୍ମକ ସାହିତ୍ୟଟା ଆସିଲା, ଏଇଟା କେଉଁ ଯୁଗର ଜାଣିଛ? ଏଇଟା କେଉଁ ଯୁଗର ଜାଣିଛ ସମସ୍ତେ? କେଉଁ ଯୁଗର ଏଟା? ମୁଁ କହିଛି ତମମାନଙ୍କୁ ପଢେଇଲା ବେଳେ, ମୁଁ କହିଛି ଏଟା କେଉଁ ଯୁଗର, ମୁଁ କହିଛି ଆଧୁନିକ ଯୁଗର। ତୁଳନାତ୍ମକ ସାହିତ୍ୟର ଆରମ୍ଭ ଆଧୁନିକ ଯୁଗରୁ ହେଇଛି। ବିଂଶ ଶତାବ୍ଦୀର ଆରମ୍ଭରୁ ଏହା ପ୍ରାଧାନ୍ୟ ଲାଭ କରିଛି, ଯାହାର ଇଂରାଜୀ ନାମ ହେଉଛି କମ୍ପାରେଟିଭ ଲିଟରେଚର। ଏହି ଯୋଉ କମ୍ପାରେଟିଭ ଲିଟରେଚର ବା ତୁଳନାତ୍ମକ ଶବ୍ଦଟିକୁ ସର୍ବପ୍ରଥମେ ଜଣେ ଇଂରାଜୀ କବି ବା ସେ ଜଣେ ସମାଲୋଚକ ମଧ୍ୟ ମାଥ୍ୟୁ ଆର୍ନଲ୍ଡ ସର୍ବପ୍ରଥମେ ବ୍ୟବହାର କରିଥିଲେ। ସଂଜ୍ଞା ଆସିଲେ କ୍ରୋଚେଙ୍କ ମତରେ ତୁଳନାତ୍ମକ ସାହିତ୍ୟ ଏକ ବିଦ୍ୟାନୁଶାସନ ନୁହେଁ, ଯେ ଜଣକୁ ଜବରଦସ୍ତି କରିକି ତାକୁ ଆମେ ପଢେଇବା ତା ନୁହେଁ। ସାହିତ୍ୟ ହେଉ ପ୍ରତି କ୍ଷେତ୍ରରେ ତୁଳନାତ୍ମକ ସାହିତ୍ୟ ଗୋଟେ ଅଙ୍ଗ ଭାବରେ ବିବେଚନା ହେଇଥାଏ। ଏହି କଥା କ୍ରୋଚେ କହିଥିବା ବେଳେ ରୋମାକଙ୍କ ମତରେ ତୁଳନାତ୍ମକ ସାହିତ୍ୟ ହେଉଛି ଗୋଟେ ସଂଶ୍ଳେଷିକ ମାନସିକ ଦୃଷ୍ଟି, ମାନସିକତାରୁ ସୃଷ୍ଟି ହେଇଥାଏ ତୁଳନାତ୍ମକ ସାହିତ୍ୟ। ପୁଣି କହୁଛନ୍ତି କଣ ନା, ଯେହେତୁ ଏହା ମଣିଷର ମନସ୍ତତ୍ୱକୁ ନେଇକି ତିଆରି ହେଲା, ତ ତେଣୁ କରି ଏହା ଭୌଗୋଳିକ ଆଉ ଜାତୀୟତାବାଦୀ ଦୃଷ୍ଟିକୋଣରୁ ତିଆରି କରାଯାଇଥାଏ। ଏଇ ତୁଳନାତ୍ମକ ସାହିତ୍ୟଟି କଣ ହେଇଛି ନା, ଜ୍ଞାନ ଦିଗ୍ବଳୟ ବା ଜ୍ଞାନକୁ ଉପର ସ୍ତରକୁ ନେବାରେ ସଦା ସର୍ବଦା ଜାଗ୍ରତ ଥାଏ। ତୁଳନାତ୍ମକ ସାହିତ୍ୟର ପରିସରଟି ବ୍ୟାପକ ଅଟେ। କହିଲେ ବାଇନଷ୍ଟାଇନ ତୁଳନାତ୍ମକ ସାହିତ୍ୟକୁ କିଛି ବିଭାଗୀକରଣ କରିଛନ୍ତି। ଯେତେବେଳେ କ୍ରୋଚେ କହିଲେ ତୁଳନାତ୍ମକ ସାହିତ୍ୟର ସଂଜ୍ଞା ଦେଲେ, ରୋମାକଙ୍ଗ ତୁଳନାତ୍ମକ ସାହିତ୍ୟର ସଂଜ୍ଞା ଦେଲେ, ବାଇନଷ୍ଟାଇନ ଆସିଲେ। ବାଇନଷ୍ଟାଇନ ତୁଳନାତ୍ମକ ସାହିତ୍ୟକୁ ଦି ଭାଗରେ ବିଭକ୍ତ କରିଦେଲେ। କେତେ ଭାଗରେ ବିଭକ୍ତ କଲେ? ବାଇନଷ୍ଟାଇନ ତୁଳନାତ୍ମକ ସାହିତ୍ୟକୁ ଦି ଭାଗରେ ବିଭକ୍ତ କଲେ। କହୁଛନ୍ତି ଗୋଟେ ହଉଛି ପରମ୍ପରାବାଦୀ ତୁଳନାତ୍ମକ ସାହିତ୍ୟ, ଆଉ ଗୋଟେ ହଉଛି ଉଦାରତାବାଦୀ ତୁଳନାତ୍ମକ ଅଧ୍ୟୟନ। ଦେଖ, ତୁଳନାତ୍ମକ ସାହିତ୍ୟ କହିଲେ ଗୋଟେ ତମମାନଙ୍କର ଯୋଉ ଅଛି ଚାଲି ଚଳଣି, ରୀତି ନୀତି, ଆଚାର ବିଚାର, ନ୍ୟାୟ ନୀତି, ତମର ଯାହା ସବୁ ରହିଲା, ଗୋଟେ ସେ କ୍ଷେତ୍ରରେ ଅଧ୍ୟୟନ ଯିବ। ଆଉ ଗୋଟେ ହଉଛି ଉଦାରବାଦୀ ତୁଳନାତ୍ମକ ଅଧ୍ୟୟନ। ଦିଟା କ୍ଷେତ୍ରକୁ ବାଇନଷ୍ଟାଇନ ବିଭାଗୀକରଣ କଲେ। କହୁଛନ୍ତି ଏଇ ଯୋଉ ପରମ୍ପରାଗତ ତୁଳନାତ୍ମକ ଅଧ୍ୟୟନ ଯୋଉ ପ୍ରଥମେ ହେଇଥିଲା ବା ଆରମ୍ଭ ହେଇଥିଲା ବା ତାର ଅୟମାରମ୍ଭ ହେଇଥିଲା, କାହିଁକି ହେଇଥିଲା? କଣ ତାର ଅଭ୍ୟୁଦୟ ଥିଲା ଯେ ବାଇନଷ୍ଟାଇନ ପରମ୍ପରାଗତ ତୁଳନାତ୍ମକ ସାହିତ୍ୟକୁ ବିଭାଗୀକରଣ କଲେ। ବାଇନଷ୍ଟାଇନ ପରମ୍ପରାଗତ ତୁଳନାତ୍ମକ ସାହିତ୍ୟକୁ ଆଣିକି ଓଡ଼ିଆ ସାହିତ୍ୟ ଜଗତରେ ସ୍ଥାନ ଦେଲେ। ପରମ୍ପରାବାଦୀ ତୁଳନାତ୍ମକ ସାହିତ୍ୟକୁ ପାଲ ବା ଟିଙ୍ଗହୋମ ବା ଜ୍ୟାଁ ମାରିକାରେ, ମାରିଓସ୍, ଫ୍ରାନ୍ସୱାସ ଗ୍ୱାଇରଜ ଆଦି ପାଶ୍ଚାତ୍ୟ ପଣ୍ଡିତ ମାନେ ପ୍ରଥମେ ବିକଶିତ କରିଥିଲେ। ଚିନ୍ତା କର, ଆମେ ଜାଣିଲେ ତୁଳନାତ୍ମକ ସାହିତ୍ୟର ଅୟମାରମ୍ଭ ହେଲା ଆଧୁନିକ ଯୁଗରେ, କିନ୍ତୁ ଏଇ ଯୋଉ ବାଇନଷ୍ଟାଇନ ତୁଳନାତ୍ମକ ସାହିତ୍ୟକୁ ଦି ଭାଗରେ ବିଭକ୍ତ କରିଦେଲେ। ଗୋଟେ ହଉଛି କଣ ପରମ୍ପରାଗତ ତୁଳନାତ୍ମକ ଅଧ୍ୟୟନ, ଆଉ ଗୋଟେ ହଉଛି ଉଦାରତାବାଦୀ ତୁଳନାତ୍ମକ ଅଧ୍ୟୟନ। ଏଇ ପରମ୍ପରାଗତ ତୁଳନାତ୍ମକ ଅଧ୍ୟୟନଟା ପାଶ୍ଚାତ୍ୟ ଯୁଗରେ ଅୟମାରମ୍ଭ ହେଲା, ଯୋଉଟା କି ବିଶିଷ୍ଟ ପଣ୍ଡିତ ମାନେ ତାକୁ କରିଦେଲେ। ଦେଖିବା ଉଦାରତାବାଦୀ ତୁଳନାତ୍ମକ ଅଧ୍ୟୟନରେ କଣ ଦେଇଛି? କହିଲା ଉଦାରବାଦୀ ତୁଳନାତ୍ମକ ସାହିତ୍ୟକୁ ରେନେୱେଲେ, ରୋମାକ, ଅଷ୍ଟିନ ୱାରେନ ପ୍ରଥମେ ବିକଶିତ ରୂପ ପ୍ରଦାନ କରିଥିଲେ। ମାନେ ଉପରକୁ ବଢିବା କ୍ଷେତ୍ରରେ ପରମ୍ପରାଗତ କ୍ଷେତ୍ରରେ ଆସିଲେ କୋଉମାନେ? ପଣ୍ଡିତ ମାନେ ଆସିଲେ। ଉଦାରତାବାଦୀ କ୍ଷେତ୍ରରେ ବିଭିନ୍ନ ଦେଶର ସବୁ କବିବୃନ୍ଦ ମାନେ ଆସିଗଲେ। କହିଲେ ପ୍ୟାରିସ ଜର୍ମାନ ସ୍କୁଲର ବୁର୍ନେଲ, ପିକୋଇସ, ରୁସୋ ପ୍ରାଥମିକ ଅବସ୍ଥାରେ ତୁଳନାତ୍ମକ ସାହିତ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଆମେ ଯେ କହିବା ଓଡ଼ିଆ ସାହିତ୍ୟ ଜଗତରେ ବୋଧେ ଓଡ଼ିଶାରେ ଭାଷା ସାହିତ୍ୟ କ୍ଷେତ୍ରରେ ତୁଳନାତ୍ମକ ସାହିତ୍ୟର ଅଧ୍ୟୟନ କରାଯାଇଛି, ତୁଳନାତ୍ମକ ଆଣିକି ସ୍ଥାନ ଦିଆଯାଇଛି, ତା ନୁହେଁ। କଣ କହୁଛନ୍ତି ସେଠି? କହୁଛନ୍ତି ପ୍ୟାରିସ ଜର୍ମାନ ସ୍କୁଲରେ ବ୍ରୁନେଲ, ଆଉ ଗୋଟେ ହଉଛି ପିକୋଇସ, ଆଉ ଗୋଟେ ହଉଛି ରୁସୋ। ଏଇ ଯୋଉ ତିନିଟା ଜିନିଷ ଆସିଲା, ଏଇ ତିନିଟା ଜିନିଷ କ୍ଷେତ୍ରରେ ହିଁ ସର୍ବପ୍ରଥମେ ତୁଳନାତ୍ମକ ସାହିତ୍ୟର ଅଧ୍ୟୟନ କରାଯାଇଥିଲା।
बुझी पारिल बुझी पारिल बुझीला ना बुझीला नहीं बुझी ओडिया भाषा साहित्य क्षेत्र में 5 जन तुलनात्मक साहित्य अध्ययनरत थिबा पंडित मानकर नाम देखा मिलता है। से 5 जन पंडित किए ना जड़े होती डॉक्टर नटवर सामंतराय आउ जड़े होती डॉक्टर सुदर्शन आचार्य आउ जड़े डॉक्टर वैष्णव चरण सामल आउ जड़े डॉक्टर आशुतोष पट्टनायक आउ जड़े डॉक्टर गगनेन्द्रनाथ दास ये 5 जन रहिले कविवृंद बा पंडित गण तुलनात्मक साहित्य रे बा ओडिया भाषा साहित्य रे 5 जन तुलनात्मक साहित्य अध्ययन कर नामटा उल्लेख रही जमिति बाहर देशर कविवृंद माने ओडिया साहित्य क्षेत्र रे निजस्व पुरोधा को परिस्फुटन करिसंती बा तुलनात्मक साहित्य क्षेत्र रे निज को आनी स्थान देइसंती सेही भली भारत वर्ष रे मध्य 5 जन पंडित जे कि कौन करिसंती तुलनात्मक साहित्य अध्ययन रो सौभाग्य को अर्जन करिसंती बुझी पारिल आ गोटे जिनस चित्रकल्प आउ हूँ काव्य जिज्ञासा ए दीटा हूँ तुलनात्मक साहित्य ये जो दीटा ग्रंथ ए दीटा कौन ना गोटे हूँ कौन कहली चित्रकल्प आउ हूँ काव्य जिज्ञासा ए दीटा को डॉक्टर दाशरथी दासंकर एटा हूँ रचना आउ ए दीटा हूँ तुलनात्मक साहित्य क्षेत्र रे एक सर्वश्रेष्ठ अविच्छेद्य अंग आउ कौन कहते संथ कवि भीम भोई मध्य अछंती ओडिया संथ भक्ति साहित्य जोटा कि किए रचना करथिला एटा हूँ रचना करछन तमनकर चित्तरंजन दास किए करछन कहलो चित्तरंजन दास एठी मध्य तुलना करा जायछि तले चिंता कर ओडिया साहित्य जगत रे तुलनात्मक अध्ययन कहिला बेलकू प्रति क्षेत्र रे तुलना करा जाउछि बुझी पारिलो ना बुझी पारिलो नाही जेमिति तमनकर कालिदास और शेक्सपियर तुलना करा जायछि कालिदास आउ शेक्सपियर एंको तुलना करा जायछि आउ सेमितिका तुलना जगमोहन रामायण सहित तमनकर तुलना करा जायछि जगमोहन रामायण आउ होछि वाल्मीकि रामायण ए दीटा को तुलना करा जायछि बुझियला तो चिंता कर तुलनात्मक साहित्य क्षेत्र रे आमे जहा सब बुझी बुझी गले गोटिए सिद्धांत रे उपनीत हेबा कोन ओडिया साहित्य जगतर एक अंग भाव रे तुलनात्मक साहित्य कार्य करिथाय बुझी पारिलो ना बुझी पारिलो नाही बुझी पारिलो बुझी पारिलो ना बुझी पारिलो नाही हो कि ना सेटा कहो मते बुझी पारलनी कि क्या दिव्या ठीक अच्छे ताले तुलनात्मक साहित्य इंट्रोडक्शन टा आ संज्ञाटा समस्त जानी पारिथिबो आउ थरे कहूची मन देकी तार इंट्रोडक्शन सहित तार संज्ञाटा को सुनुथिबो हैला गोटिए भाषा सहित अन्य एक भाषा को तुलना करने को तुलनात्मक साहित्य कहा जाए तुलनात्मक साहित्य इंग्राजी शब्द हूँ कंपैरेटिव लिटरेचर यही कंपैरेटिव लिटरेचर बा तुलनात्मक साहित्य नामक शब्दटी को जड़े इंग्राजी कवि बा जड़े समालोचक भाव में मार्क्यू आर्नल्ड सर्वप्रथमे व्यवहार करथिले भारत में रविंद्रनाथ ठाकुर जी की सर्वप्रथमे यही कंपैरेटिव लिटरेचर बा तुलनात्मक साहित्य उपरे गुरुत्व आरोप करथिले एही तुलनात्मक साहित्य क्षेत्र रे भारत रे 5 जन पंडित को देखा मिलता है तसहित ओडिया साहित्य जगत रे तुलनात्मक साहित्य नामक विषयटी कौन करिछि ना एक स्वतंत्र स्थान को अलंकृत करिछि तुलनात्मक साहित्य वा भाषा साहित्य क्षेत्र रे तुलनात्मक साहित्य एक अविच्छेद्य अंग भाव में परिचिति अर्जन करिछि संज्ञा बुझिबाकू गले क्रोचेंक मतरे तुलनात्मक साहित्य एक विशेष विद्यानुशासन नुहे अर्थात तुलनात्मक साहित्य को आमे जे बांधी रखिबा आमे जे विद्यानुशासन अर्थात जन को बाड़े पिटिकी तुलनात्मक साहित्य को पढ़ेबा ता नुह तुलनात्मक साहित्य बुझिबाकू गले भाषा साहित्यर
ଏକ ଅଙ୍ଗ ସହିତ ତୁଳନାତ୍ମକ ସାହିତ୍ୟ ସମାନ। एकथा क्रोचे कहिଥିବା बेले रमाकांत मତରେ तुलनात्मक साहित्य ହେଉଛି ମାନସିକ ସଂଶ୍ଳେଷିକ ମାନସିକ ଦୃଷ୍ଟିଭଙ୍ଗୀ ମନ ମସ୍ତିଷ୍କରୁ ଯାହାର ଉଦୟ ହେଇଛି ମନ ମସ୍ତିଷ୍କରୁ ଯାହାଟା ଚାଲି ଆସିଛି ସେଇଟା ହେଉଛି ତୁଳନାତ୍ମକ ସାହିତ୍ୟ ଯାହାକି କଣ କରିଛି ନା ଜାତୀୟତାବାଦୀ କ୍ଷେତ୍ରରେ ଏ ସାହିତ୍ୟ ବିଶେଷ ଭାବରେ କାର୍ଯ୍ୟ କରିଛି। एसबु क्षेत्र में तुलनात्मक साहित्यर गुरुत्व देखा मिली। एसबु सत्वे बाइंस्टाइन तुलनात्मक साहित्य को दुई भाग में विभक्त कर गोटे हूँ परंपरागत तुलनात्मक अध्ययन अन्य गोटे हूँ कौन ना उदारतावादी तुलनात्मक अध्ययन। परंपरागत तुलनात्मक अध्ययन को विभिन्न पंडित गण माने स्वतंत्र स्थान देइथिबा बेले उदारतावादी तुलनात्मक अध्ययन को विभिन्न प्रकार बाहर कवि वृंद माने एक विशिष्ट स्थान देइचंती। जो तुलनात्मक साहित्य आज ओडिया साहित्य जगत रे कौन करुची एक श्रेष्ठ स्थान को अलंकृत करी निजस्व मत को प्रदान करिवारे सक्षम होई परिछि। तुलनात्मक साहित्य संपर्क रे सुंदर इंट्रोडक्शन डी पाइगल संज्ञा भी पाइगल भाबुची बुझी परिथिबो। बुझी परिचो ना बुझी पारि ना बुझिएला मैडम। कंप्लीट तुलनात्मक साहित्य को बुझी पारिलो समस्ते पचारुची रे मते कुह जदि न बुझी परिछ कहिबो मु आउ थरे बुझेई देबी। मु पचारुची ता परे भी जदि तुम माने न कहिबो मु आउ किछि कहि परिबी नाही। बुझी परिछ हो कि ना बुझेला तो ठीक अछि धन्यवाद। शुण बढ़िया सुंदर टॉपिक टे तुम मानू कहूँ तुलनात्मक साहित्य संपर्क में मन देकी शुणव ताकू नोट आउट भी कर। तुलनात्मक साहित्य बोइले आमे साधारणतः गोटे भाषार साहित्य को अन्य एक भाषार साहित्य सहित तुलना करने को ही बुझी थाउ। स्वाधीनता पूर्ववर्ती समय यही तुलनात्मक साहित्य ओडिया साहित्य क्षेत्र में सृष्टि हो सारी मात्र स्वाधीनता परवर्ती समय रे यह अधिक सुदृढ़ तथा शक्तिशाली रूप धारण करथिला। ओडिया साहित्य रे गंगाधर उपेन्द्र भंज फकीरमोहन परी साहित्यिक मानक संस्कृत साहित्यर माघ भारवी कालिदास श्रीहर्ष प्रभृति कवि मान सहित तुलना तुलनात्मक भाव विचार कर। जदिओ ओडिया साहित्य रे कवि माने संस्कृत साहित्य अनुरागी नथिले तथापि सेमानक साहित्य रे संस्कृत साहित्यर धारा अनुभूत होइछि जद्वारा एही ओडिया साहित्यिक मानकर लेखनी मुनरु संस्कृत साहित्यिक मानकर केते गुड़िए वर्णनार छिटा एमानक साहित्य उपरे पड़ी अछि। तद्भिन्न जदि विचार करा जाए मध्ययुगीय काव्य साहित्य रे जो साहित्यिक माने साहित्य सर्जना करथिले भंजंक ठारू दीनकृष्ण अभिमन्यु पर्यंत प्रतिटी कवि संस्कृत साहित्य द्वारा मध्य अनुप्राणित होइथिले। संस्कृत साहित्य रे किछि भावादर्श एमानक साहित्य क्षेत्र रे मध्य देखिबा को मिलिथिला। मात्र आधुनिक जुगर कवि माने प्राच्य तथा पाश्चात्य साहित्य द्वारा विशेष भाव में प्रभावित होइतिले। पाश्चात्य जगतर साहित्य द्वारा अनुप्राणित होई ओडिया साहित्य जगत रे विभिन्न श्रेणी साहित्य सृष्टि नेला। प्राचीन साहित्य जेतेबेले काव्य साहित्य पर निर्भरशील थिला किंतु आधुनिक साहित्य क्षेत्र में तार व्यतिक्रम परिलक्षित हैला। ओडिया साहित्य राज्य रे पद्य साहित्य व्यतिरके गद्य साहित्य मध्य प्रभाव विस्तार कला। गद्य साहित्य क्षेत्र में प्रबंध गल्प उपन्यास नाटक आत्मजीवनी प्रभृति साहित्य सृष्टि नेला। यह ही थिला पाश्चात्य अनुकरणर फल जेउथिपाई साहित्यर समृद्धि साधनर पाश्चात्य साहित्य विशेष भाव में खोराक जगाइला। एतद्भिन्न काव्य कविता क्षेत्र में मध्य प्राच्य को अनुकरण करुवा समय रे पाश्चात्य को अनुकरणर प्रभाव मध्य पड़िला जार जद्वारा राधानाथ फकीरमोहन गंगाधर मधुसूदन प्रभृति काव्य साहित्य क्षेत्र में पाश्चात्य कवि मानक द्वारा प्रभावित हेले। केउठी प्रकृति वर्णना क्षेत्र में तो
କେଉଁଠି ବିଷୟବସ୍ତୁ ଭିତ୍ତିରେ ଅନୁପ୍ରାଣିତ ହେଲେ ଯେଉଁଥିପାଇଁ ରାଧାନାଥ ରାୟ କେତେ ଗୁଡିଏ କାବ୍ୟ ରଚନା କଲେ ପ୍ରାୟତଃ ପାଶ୍ଚାତ୍ୟ କବି ଓଭିଡଙ୍କ ଦ୍ୱାରା ସେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ ଓଭିଡଙ୍କର କାବ୍ୟ ନାୟକ ନାୟିକାଙ୍କୁ ନେଇ ସତେ ଯେପରି ଓଡିଆ କାବ୍ୟ ସାହିତ୍ୟରେ ନାୟକ ନାୟିକା ପ୍ରତିଷ୍ଠା କଲେ ଏହି ସମୟର ସାହିତ୍ୟକୁ ଯଦି ଇଂରାଜୀ ସାହିତ୍ୟ ସହିତ ତୁଳନାତ୍ମକ ଭାବରେ ଅଧ୍ୟୟନ କରାଯାଏ ତେବେ ତାର ପ୍ରକୃତ ଚିତ୍ର ଉପସ୍ଥାପିତ ହୋଇପାରିବ ଇଏ ହଉଛି ତୁଳନାତ୍ମକ ସାହିତ୍ୟ ଗୋଟେ ସୁନ୍ଦର ଇଣ୍ଟ୍ରୋଡକ୍ସନ ତମେ ମାନେ ଚାହିଁଲେ ଇଣ୍ଟ୍ରୋଡକ୍ସନ କୁ ଲେଖିକି ଆରାମସେ ଏକ୍ସାମ ରେ ଦେଇପାରିବ ବୁଝିପାରିଲ ନା ବୁଝିପାରିଲ ନା ବୁଝିପାରିଲ ନେକ୍ସଟ ତମ ମାନଙ୍କ